କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ କଟକ ଶ୍ରୀ ଅରବିନ୍ଦ କଳା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଦି ଫାଉଣ୍ଡେସନ ଅଫ୍ ଇଣ୍ଡିଆନ କଲଚର ପୁସ୍ତକର ଅଧ୍ୟୟନ ବର୍ଗରେ ଉପସ୍ଥିତ ସମସ୍ତଙ୍କୁ ହୃଦୟର ସ୍ୱାଗତ ଏବଂ ଶୁଭେଚ୍ଛା। ବହିଟିର ଏବର ନାମ ହେଉଛି ଦ ରେନାସାଁ ଇନ୍ ଇଣ୍ଡିଆ। ଆମେ ପୃଷ୍ଠା 186 ସେକେଣ୍ଡ ପାରାଗ୍ରାଫରେ ଅଟକିଥିଲେ। ଚେପ୍ଟରଟିର ନାଁ ହେଉଛି ଇଣ୍ଡିଆନ ସ୍ପିରିଚୁଆଲିଟି ଆଣ୍ଡ ଲାଇଫ ପାର୍ଟ 1 ପାରାଗ୍ରାଫ 10। ଏଥିରେ କୁହାଯାଉଛି ଯେ ଇଣ୍ଡିଆନ ଫିଲୋସଫିର ଏଣ୍ଡଲେସ୍ ଭେରାଇଟି ରହିଛି। ଭାରତୀୟ ଦର୍ଶନର ଖାଲି ଦର୍ଶନର ଧର୍ମର ଦି ଏଣ୍ଡଲେସ୍ ଭେରାଇଟି ଅଫ୍ ଇଣ୍ଡିଆନ ଫିଲୋସଫି ଆଣ୍ଡ ରିଲିଜନ। ଭାରତୀୟ ଦର୍ଶନ ଓ ଧର୍ମର ଏଣ୍ଡ ନାହିଁ, ଅନ୍ତ ନାହିଁ, ଅନ୍ତହୀନ ବୈଚିତ୍ର୍ୟ, ମାନେ ସେଠି ଭେରାଇଟି। ଯେମିତିକି ଆମର ଏଠି କୋଉଠି ଭୋଗ ଗୋଟେ ଭେରାଇଟି, ଗୋଟେ ବ୍ୟଞ୍ଜନ ଏକାଦଶୀରେ ଦେଖିଥିଲି ଗୋଟେ ମଠ 365 ପ୍ରକାରର ବ୍ୟଞ୍ଜନ ଜଗନ୍ନାଥଙ୍କ ପାଇଁ ରାନ୍ଧିଥିଲେ। 365 ପ୍ରକାରର ତରକାରୀ ରାନ୍ଧିବା ତାକୁ କହିବା ଭେରାଇଟି, ବୈଚିତ୍ର୍ୟ। ଆମ ଦର୍ଶନର ଗୋଟେ ବିଶାଳ ବୈଚିତ୍ର୍ୟ ରହିଛି, ଭେରାଇଟି, ଏବଂ ଆମ ଧର୍ମର ମଧ୍ୟ ଗୋଟେ ଭେରାଇଟି ରହିଛି। ଏଇଟା ଯେତେବେଳେ ୟୁରୋପିଆନ ମାଇଣ୍ଡ ମାନେ ଦେଖୁଛନ୍ତି, ବୁଝିବାକୁ ଚେଷ୍ଟା କରୁଛନ୍ତି, ଜାଣିବାକୁ ଚେଷ୍ଟା କରୁଛନ୍ତି, ସେଇଟା ତାଙ୍କୁ ଲାଗୁଛି seems to the European mind interminable। interminable ମାନେ ଟର୍ମିନେବୁଲ ସରନ୍ତି, ଇଣ୍ଟରମିନେବୁଲ ଅସରନ୍ତି। ତାଙ୍କୁ ଅସରନ୍ତି ଲାଗୁଛି। କହୁଛନ୍ତି କଣ ଏଟା କଣ ଟର୍ମିନେବୁଲ ହବ ନାହିଁ, ସରିବ ନାହିଁ। ଖାଲି ଇଣ୍ଟରମିନେବୁଲ ନୁହେଁ, ଏଟା ତାଙ୍କୁ ଲାଗୁଛି ବିୱାଇଲ୍ଡରିଂ। ବିୱାଇଲ୍ଡ କଣ? ଯୋଉଠି ହତ ବୁଦ୍ଧି ହେଇଯାଏ ମଣିଷ, ଆଉ କିଛି ବୁଝିପାରିବନି। ବହୁତ ଜିନିଷ ଏତେ ଭେରାଇଟି, ସେ ବିୱାଇଲ୍ଡର ହେଇଯାନ୍ତି, ଅର୍ଥାତ୍ ହତ ବୁଦ୍ଧି, ବୁଦ୍ଧି ହଜିଯାଏ। ଖାଲି କଣ ବୁଦ୍ଧି ହଜିଯାଏ, ସେମାନେ ଓରିସମ, ବଡ କ୍ରାନ୍ତିକର। କର୍ମ ଯୋଗ, ଭକ୍ତି ଯୋଗ, ଜ୍ଞାନ ଯୋଗ, ତନ୍ତ୍ର ଯୋଗ, ଅଟ ଯୋଗ, ଇଏ ପୁଣି ମୀମାଂସା, ନ୍ୟାୟ, ବୈଶେଷିକ, ବେଦାନ୍ତ, କେତେ ଦର୍ଶନ, ଅଦ୍ୱୈତ, ଏଇଟା ତାଙ୍କୁ ଅସରନ୍ତି ଲାଗେ, ହତବୁଦ୍ଧି ଲାଗେ, କ୍ରାନ୍ତିକର ବି ଲାଗେ। ଆଉ ଲାଗେ ଏଇଟା ଏତେ କଣ ୟୁଜଲେସ୍, ଅଦରକାରୀ। It is unable to see the forest because of the richness and the luxuriance of its very vegetation। ଗୋଟେ ଅରଣ୍ୟରେ କଣ ଥାଏ? ଅନେକ ରିଚନେସ୍, ଅନେକ ସମୃଦ୍ଧି ସେଠି ଥାଏ, ବହୁତ ଲକ୍ଜରିଆନ୍ସ, ଅନେକ ଐଶ୍ୱର୍ଯ୍ୟ। ଏବଂ ସେଇ ଜଙ୍ଗଲଟିକୁ ସେମାନେ ଫରେଷ୍ଟକୁ ଦେଖିପାରିବାରେ ଅନେବଲ, ଅସମର୍ଥ। ସେଠି ଜଙ୍ଗଲ ରୂପକଟି କାହିଁକି ନିଆଯାଏ? ଏତେ ବୃକ୍ଷ ରହିଛି, ଏତେ ଗହଳିଆ ବୃକ୍ଷ, ଏତେ ଘନ ବୃକ୍ଷ, ତାର ସମୃଦ୍ଧିକୁ ସେମାନେ ଦେଖିପାରନ୍ତି ନାହିଁ, ତାର ଲକ୍ଜରିଆନ୍ସ
of the vegetation, এই ଯୋଉ ଗଛ ପତ୍ରର ଏଇ ଜଙ୍ଗଲର ଯୋଉ ସମୃଦ୍ଧି ରହିଛି, ଯୋଉ ପ୍ରାଚୁର୍ଯ୍ୟ ରହିଛି ବୃକ୍ଷଲତା ଗୁଡିକର, ସେଗୁଡିକୁ ସେ ଦେଖିବାରେ ଅସମର୍ଥ ହୁଅନ୍ତି। ଅର୍ଥାତ୍ ଏତେ ଜିନିଷକୁ, ଧରନ୍ତୁ ଆପଣ ଭାରତୀୟ ଲୋକମାନଙ୍କର 365 ବ୍ୟଞ୍ଜନ କଥା କହୁଥିବେ, ଏଇଟା ଜଣକୁ ଦେଇଦେବେ, ସେ 365 ଚାମଚ ଚାଖିଲା ବେଳକୁ ତା ପେଟ ଗଡ଼ବଡ଼ ହେଇଯିବ। ଏବଂ it misses the common spiritual life in the multitude of its forms. Multitude of the forms, ଏଠି ରହିଛି ଅଗଣିତ ରୂପ, ମଲ୍ଟିଚ୍ୟୁଡ୍ ଅଗଣିତ, ଫର୍ମ ରୂପ। এই ଅଗଣିତ ରୂପର ପଶ୍ଚାତରେ ଏଠି ଯୋଉ ସାଧାରଣ ଆଧ୍ୟାତ୍ମିକ ଜୀବନଟି ରହିଛି, କମନ ସ୍ପିରିଚୁଆଲ ଲାଇଫ, ସେଇଟାକୁ ସେମାନେ ମିସ୍ କରିଯାଆନ୍ତି, ହଜେଇ ଦିଅନ୍ତି, ଜାଣିପାରନ୍ତିନି, ବୁଝିପାରନ୍ତି। ଭାରତୀୟ ଲୋକମାନଙ୍କ ପାଇଁ ତାଙ୍କ ଧର୍ମଟା ବୋଝ ନୁହେଁ, କାହିଁକିନା ସେ ତା ଭିତରେ ବଞ୍ଚିଛନ୍ତି। ଏଇ 2-4 ଦିନ ତଳେ ଶୀତଳା ପୂଜା ଗଲା, ଗୋଡ ଜିଲାପି ଖାଇଗଲେ। ଗୋଟେ ଗୋଡ ଦୋକାନୀ ବୈଶିଙ୍ଗା ଅଞ୍ଚଳରେ ଶୀତଳା ପୂଜାଟା ଜୋର, ମୟୂରଭଞ୍ଜ ଜିଲ୍ଲା। ସେଠି ଗୋଟେ ଦୋକାନୀ କେବଳ ଗୁଡ ଜିଲାପି ବିକେ 50 ଲକ୍ଷ ଟଙ୍କା। ଆଉ ସେ ଦୋକାନୀଟି ମେଳା କମିଟିକୁ ଦାନ ଦିଏ 4 ଲକ୍ଷ ଟଙ୍କା। ଆଉ ତା ଯେତିକି ଲାଭ ରହୁଥିବ। ଏଇ ଶୀତଳା ପୂଜା ଯାଇଛି କି ନାହିଁ, ଚନ୍ଦନ ଯାତ୍ରା ଆସିବ। 3 ଦିନର ଚନ୍ଦନ ମେଳା ଲାଗୁଛି। ତାପରେ ଆଉ ଗୋଟେ କଣ ଆସିବ, କିଛି ଦିନ ଆଗରୁ ଅକ୍ଷୟ ତୃତୀୟା ଯାଇଥିଲା। ଆମ ଧର୍ମ, ଆମ ପର୍ବ, ଆମ ମେଳା, ଆମ ଠାକୁର, ସେଟା ଗୋଟେ କଣ ଲାଗେ, ଏଣ୍ଡଲେସ୍ ଭେରାଇଟି, ଜମା ସରୁ ନଥିବା ଗୋଟେ ବୈଚିତ୍ର୍ୟ। ତାହେଲେ ଦ ଇଣ୍ଡିଆନ ମାଇଣ୍ଡ, ହଁ ଏଇଟା ଗୋଟେ ଧାଡି ରହିଛି, ଏଜ୍ ବିବେକାନନ୍ଦ pertinently point out, ବିବେକାନନ୍ଦ ଯଥାର୍ଥ ଭାବରେ ପଏଣ୍ଟ ଆଉଟ୍ କରିଥିଲେ, ଚିହ୍ନିତ କରିଥିଲେ। କଣ ଚିହ୍ନିତ କରିଥିଲେ? A sign of a superior religious culture. ସୁପରିୟର କହିଲେ ଏକ ଉତ୍କୃଷ୍ଟ pertinently ଯଥାର୍ଥ ଭାବରେ ପଏଣ୍ଟେଡ୍ ଆଉଟ୍, ଚିହ୍ନିତ କରିଥିଲେ, ଏ ସାଇନ୍ ଅଫ୍ ଏ ସୁପରିୟର ରିଲିଜିୟସ୍ କଲ୍ଚର, ଗୋଟେ ଧାର୍ମିକ, ଗୋଟେ ଉତ୍କୃଷ୍ଟ ଧାର୍ମିକ ସଂସ୍କୃତିର କଥାଟିକୁ ଚିହ୍ନ ସଂକେତ ଭାବରେ ସେ କହିଥିଲେ। ଯେ ଏଠି ଭାରତରେ ଯୋଉ ସଂସ୍କୃତିଟି ରହିଛି, ଧାର୍ମିକ ସଂସ୍କୃତି, ଏପରିକି ସ୍ୱାମୀଜୀ କହିଛନ୍ତି ଭାରତୀୟ ଲୋକମାନେ ଏତେ ଧାର୍ମିକ, ଯେତେବେଳେ ଚୋରି କରିବାକୁ ବି ଯଦି ଯିବେ ବି ଭାରତୀୟ ମାନେ, ସବୁ ଭାରତୀୟ ଅବଶ୍ୟ ଚୋର ନୁହନ୍ତି, ଡକାୟତ ବି ଅଛନ୍ତି କିଛି, ସବୁ ଡକାୟତ ନୁହନ୍ତି, ଯୋଉମାନେ ବି ଡକାୟତି କରନ୍ତି, ଯୋଉ 25 ଜଣ ଅଛନ୍ତି ଭାରତରେ, ସମସ୍ତେ ବଡ ବଡ ସାଧକ, ସେମାନେ ବିଶ୍ୱାସ କରନ୍ତି। ମାନେ ଚୋର ବି ପୂଜା ଅର୍ଚ୍ଚନା କରିକି ଯାଏ, ମୋର ଚୋରିଟା ଭଲ ହବ। ସେ ଲେଖିଛନ୍ତି ବଡ ସୁନ୍ଦର ଭାବରେ ଯେ we rob religiously, ଆମେ ଅନ୍ୟକୁ ଲୁଟୁ ଧର୍ମ କୁ ଆଧାରରେ। ତାମାନେ ଆମର ସମସ୍ତ କର୍ମ ଗୁଡିକ ବଳି ପକଉ, ଗଞ୍ଜେଇ ଟାଣୁ, ତା ବି ଧର୍ମର ଆଧାର। ଲୋକ ଏଠି ବାହା ହଉ କି ବ୍ରତଘର କରୁ, ଜନ୍ମଦିନ ପାଳନ କରୁ, ସବୁ ରିଲିଜନ। ରିଲିଜନକୁ ଛାଡିକି ଏଠି କିଛି କଥାବାର୍ତ୍ତା ନାହିଁ।
এটা ପାଶ୍ଚାତ୍ୟ ଲୋକମାନେ ସହଜରେ ବୁଝିପାରିବେନି। The Indian mind has always realized that the supreme is the infinite. ଭାରତୀୟ ମନ ସବୁବେଳେ ଏଇ କଥାଟିକୁ ଉପଲବ୍ଧି କରିଛି ଯେ ସୁପ୍ରିମ, ଯେ ପରମ, ସେ ହେଉଛନ୍ତି ଇନଫାନାଇଟ, ଅସୀମ। ପରମ ହେଉଛନ୍ତି ଅନନ୍ତ, ପରମ ହେଉଛନ୍ତି ଅସୀମ। It is perceived right from its Vedic beginnings. It is perceived right from its Vedic beginnings that to the soul in nature, the infinite must always present itself in an endless variety of aspects. ତେଣୁ ସେ ପରସିଭ୍ କରିଛି କି ଭାରତୀୟ ମନ ଉପଲବ୍ଧି କରିଛି ପରମ ହିଁ ଅନନ୍ତ। ପୁଣି ସେ ପରସିଭ୍ କରିଛି, ସେ ଲକ୍ଷ୍ୟ କରିଛି ବା ଜାଣିଛି ଯେ କଣ ଜାଣିଛି? ରାଇଟ୍ ଫ୍ରମ୍ ଇଟ୍ସ ବେଦିକ ବିଗିନିଂ। କୋଉ ଦିନରୁ ଜାଣିଛି ନା ବୈଦିକ କାଳରୁ। ବେଦିକ ବିଗିନିଂ, ଯେତେବେଳେ ବୈଦିକ ଜୀବନ ଆରମ୍ଭ ହଉଥିଲା, ସେଇ ବେଦର କାଳରୁ, ରାଇଟ୍, ସେଇ ଦିନରୁ ବେଦର ପ୍ରାକ୍ କାଳରୁ ସେ ପରସିଭ୍ କରିଛନ୍ତି ଯେ ତାହେଲେ the Indian mind has always realized that the supreme is the infinite. It is perceived right from its Vedic beginning. ବୈଦିକ ପ୍ରାକ୍ କାଳରୁ ସେ ଜାଣୁଛି that to the soul in nature, ପ୍ରକୃତି ମଧ୍ୟରେ ରହିଥିବା ଆତ୍ମା, ଆମେ ମହାପ୍ରକୃତି ମଧ୍ୟରେ ରହିଛି ଆମ ଆତ୍ମା। The infinite, ସେ ହେଉଛନ୍ତି ଅନନ୍ତ, must always present itself in an endless variety of aspects. ସେ ନିଜକୁ ଅନନ୍ତ ବୈଚିତ୍ର୍ୟ ଓ ବୈଭବରେ, ବିଭାବ ଗୁଡ଼ିକରେ ଉପସ୍ଥାପିତ କରନ୍ତି। ତେଣୁ ଯେହେତୁ ସେ ଅନନ୍ତ, ତେଣୁ ତାଙ୍କର ଅନନ୍ତ ବିଭାବ ରହିଛି, ଅନନ୍ତ ବିଭୂତି ରହିଛି। ଏଠି କେତେ ପ୍ରକାର ମଣିଷ, କେତେ ପ୍ରତିଭା, କିଏ ଗୀତ ଗାଉଛି ତ, କିଏ ଚିତ୍ର କରୁଛି ତ, କିଏ କଥା କହୁଛି ତ, କିଏ କେତେ ପ୍ରକାରର ଶିଳ୍ପୀ, କେତେ ପ୍ରକାରର ସାହିତ୍ୟିକ, କେତେ ପ୍ରକାରର କଳାକାର, କେତେ ପ୍ରକାରର ପ୍ରତିଭା, କେତେ ଗୁଣ, କେତେ ଧର୍ମ, କେତେ କଥା। ତେଣୁ ପ୍ରକୃତି ମଧ୍ୟରେ ଯେଉଁ ଆତ୍ମା ରହିଛନ୍ତି ସେ ଅନନ୍ତ। ତେଣୁ ତାଙ୍କ ପାଖରେ ଅନ୍ତହୀନ ବୈଚିତ୍ର୍ୟର ବୈଭବଟି ରହିଛି। ଆଉ ଦି ମେଣ୍ଟାଲିଟି ଅଫ୍ ଦି ୱେଷ୍ଟ, ଯଦି ଆମେ ପାଶ୍ଚାତ୍ୟ ଲୋକମାନଙ୍କର ମାନସିକତାଟା ଦେଖିବା, ପାଶ୍ଚାତ୍ୟର ମାନସିକତା has long cherished the aggressive and quite illogical idea of a single religion for all mankind. ସବୁ ମଣିଷ ମାନଙ୍କ ପାଇଁ ଗୋଟିଏ ଧର୍ମର, ଗୋଟେ ଉଦଣ୍ଡ, ଉଗ୍ର ଏବଂ କ୍ୱାଇଟ୍ ଇଲୋଜିକାଲ, ଅତି ଅଯୌକ୍ତିକ ଭାବଧାରା ପୋଷଣ କରିଛି। ରିଲିଜନ ୟୁନିଭର୍ସାଲ, ସେମାନେ ଚାହୁଁଛନ୍ତି ସମଗ୍ର ବିଶ୍ୱରେ ଗୋଟିଏ ଧର୍ମ ହେଉ, ମାନବ ସମାଜ ପାଇଁ ଗୋଟିଏ ମାତ୍ର ଧର୍ମ ରହୁ, by the very force of its narrowness. ଏଇଟା ଯେତେବେଳେ ଗୋଟିଏ ଧର୍ମ ହେଇଯିବ, ସେଠି ରହିବ ଗୋଟେ ଭେରି ଫୋର୍ସ ଅଫ୍ ନେରୋନେସ୍, ସଂକୀର୍ଣ୍ଣତାର ଗୋଟେ ଶକ୍ତି, ୱାନ୍ ସେଟ୍ ଅଫ୍ ଡଗମାସ୍, ଗୋଟିଏ ପ୍ରକାର ସିଦ୍ଧାନ୍ତ ହିଁ ରହିବ,
ୱାନ୍ କଲ୍ଡ, ଗୋଟିଏ ପ୍ରକାରର ସଂସ୍କୃତି ରହିବ। ୱାନ୍ ସିଷ୍ଟମ ଅଫ ସେରିମନିଜ, ତାଙ୍କ ପର୍ବପର୍ବାଣୀ କେତେ କମ୍, ଗୋଟିଏ ପଦ୍ଧତିର ପର୍ବପର୍ବାଣୀ। ଖାଲି ସେତିକି ନୁହେଁ, ୱାନ୍ ଏରେ ଅଫ ପ୍ରୋହିବିସନ୍ସ, ଏବଂ ତାଙ୍କ ପାଖରେ ଗୋଟିଏ ପ୍ରକାରର ଆନୁଷ୍ଠାନିକ ପଦ୍ଧତି, ଇଞ୍ଜେକ୍ସନ୍ସ, ଗୋଟିଏ ପ୍ରକାର ବିଧି ନିଷେଧାଜ୍ଞା, ୱାନ୍ ଏକ୍ଲେସିଆଷ୍ଟିକାଲ ଅର୍ଡିନାନ୍ସ, ଗୋଟିଏ ପ୍ରକାର ଧର୍ମାଧ୍ୟକ୍ଷର କ୍ଷମତା। ଏଇଟାକୁ ସେମାନେ ଯେମିତି ପୋପ ଚଲାଉଛନ୍ତି, ସେ ହଉଛନ୍ତି ଜଣେ ଧର୍ମଗୁରୁ, ଜଣେ ଦେବତା, ଯୀଶୁ ଖ୍ରୀଷ୍ଟ। ପାଶ୍ଚାତ୍ୟରେ ଏହା ହିଁ ଚାଲିଛି। ଆମେ ଏଠି ବଡ ମଜା କରୁ। ଆମର ସୂର୍ଯ୍ୟ ବି ଦେବତା, ସାତ ଘଡି କରିଦଉ, ଆଉ କିଛି ଦିନ ପରେ ଯମ ଦେବତା ହେଇକି ଆସିବେ, ତାର ଫଳ ଖାଇଯିବୁ। ବଡ ମଜାରେ ଆମେ ଅଛନ୍ତି। ecclesiastical ordinance, injunctions, area of prohibitions, system of ceremonies, one cult, one set of dogma, very force of narrowness, ଏଗୁଡିକ ବଡ ସଂକୀର୍ଣ୍ଣ ହେଇଯିବ। ଆପଣଙ୍କ ପାଇଁ ବିକଳ୍ପ ଗୁଡିକ କମିଯିବ। କାହିଁ 33 କୋଟି ଦେବତା, ଆଉ ଶେଷରେ ଜଣେ ଅଧେ ଦେବତାଙ୍କ ପାଖରେ ପହଞ୍ଚିବେ। ଆମର ଏଠି 12 ମାସରେ 13 ପର୍ବ। ମତେ ଯଦି କହିବେ ମୁଁ ଗୋଟେ ପର୍ବର ତାଲିକା ରଖିବି, ମତେ ଏମିତି ହସ ଲାଗୁଥିଲା ଯେ ଗୋଟେ 365 ଦିନ ଯାକ ଭାରତ ବର୍ଷରେ ପର୍ବ। ଦିନେ 2-4 ଦିନ ହୁଏତ 5 ଦିନ କିଛି ପର୍ବ ନଥାଇପାରେ, କିନ୍ତୁ କୋଉ ଦିନ ଦ୍ୱିତୀୟା, କୋଉ ଦିନ ତୃତୀୟା, କୋଉ ଦିନ ଚତୁର୍ଥୀ, କୋଉ ଦିନ ପଞ୍ଚମୀ, କିଛି ତ ଯୋଡି ହେଇଯିବ। ଗଣେଶ ଚତୁର୍ଥୀ, ତା ପରଦିନ ଆଉ ଗୋଟେ କଣ ପଞ୍ଚମୀ ହେଇଥିବ। ସେ ପଞ୍ଚମୀ ପାର ହେଲା ପରେ ଗୋଟେ ଷଷ୍ଠୀ ହେଇଥିବ, ସପ୍ତମୀ। ଆପଣ ଯୋଉଟାକୁ ପାଳୁନାହାନ୍ତି, ଆପଣ କହିବେ ମୁଁ ସପ୍ତମୀ ତିଥିରେ କରେନି, ପାଳିବେ। ଏଠି ପାଳନର କିଛି ମନ ନାହିଁ। ପ୍ରଭୁ କହୁଛନ୍ତି ଏଇ ଯୋଉ that narrow absurdity prances about as the one true religion which all must accept on peril of persecution by men here and spiritual rejection or higher eternal punishment by God in other worlds। ଏଠି ଖାଲି କଣ କଥାଟା ସେଇଠିକି ଅଟକିଛି କି? ଆହୁରି ବି କଥା ଅଛି। କଥାଟା କଣ ଯେ ଯଦି ଏଇ ଯୋଉ ସଂକୀର୍ଣ୍ଣ ନିର୍ବୋଧତା, ତାର ଯୋଉ ସାରମର୍ମଟି, ଦି ନେରୋ absurdity ପ୍ରାନ୍ସେସ୍, ସେଗୁଡିକ about as the one true religion, ଆପଣ ସେଇଟାକୁ କହିବେ ଏକମାତ୍ର ସତ୍ୟ ଧର୍ମ। ଯଦି ସେଇ ସତ୍ୟ ଧର୍ମଟି ଅନ୍ୟମାନେ ପାଳନ କରୁନାହାନ୍ତି, ଅନ୍ୟ ସମସ୍ତେ ତାକୁ ଗ୍ରହଣ କରିବାକୁ ବାଧ୍ୟ, which all must accept on peril of persecution, ଏଇଟାକୁ ସମସ୍ତଙ୍କୁ ମାନିବାକୁ ହବ। ଯଦି ମାନିବେ ନାହିଁ, ତାହେଲେ ଏଇ ଇହଲୋକରେ ସେମାନଙ୍କୁ କଣ କରିବାକୁ ପାରିବ? କଣ ହବ ଅନ୍ୟମାନଙ୍କର? ନା ଗୋଟେ ପେରିଲ ପରସିକ୍ୟୁସନ, ସେମାନେ ଦଣ୍ଡ ପାଇବେ। ଦଣ୍ଡ ପାଇବାର ବିପଦରେ ପଡିବେ, ସେମାନଙ୍କୁ ଦଣ୍ଡ ଦିଆଯାଏ। ଆପଣଙ୍କୁ କହିଛି କାଫିର ମାନଙ୍କୁ, ଇସଲାମ ଧର୍ମକୁ ଯୋଉମାନେ ଗ୍ରହଣ କରନ୍ତିନି ସେମାନେ ତାଙ୍କୁ ବିଧର୍ମୀ କହନ୍ତି, ଆଉ ତାଙ୍କୁ ଘୃଣା କରନ୍ତି, ତାଙ୍କୁ ହତ୍ୟା କରନ୍ତି। ହତ୍ୟା କଲେ ସେମାନେ ସ୍ୱର୍ଗକୁ ଯିବେ, ଜନ୍ନତ ଜହନ୍ନମ। ଆମେ ଯଦି ପାଶ୍ଚାତ୍ୟ କଥା ଆଲୋଚନା କରୁଛେ, ପାଶ୍ଚାତ୍ୟରେ ଯଦି ଏକ୍ସେପ୍ଟ କଲେ, ନହେଲେ ଆପଣଙ୍କୁ ପରସିକ୍ୟୁସନ, ମଣିଷ ମାନେ ଆପଣଙ୍କୁ ଉତ୍ପୀଡ଼ନ ଦେବେ, କଷ୍ଟ ଦେବେ। ଆଉ କଣ କରିବେ?
and spiritual rejection or fire's eternal punishment by God in other worlds. Other worlds कहले अन्य जगत रे गॉड्स माने देवता माने आपनकु नरकरे घांटिबे आउ भयावह शास्ति मिलिबो। ये भली गोटे डॉक्ट्रिन को नेकी से बंचुंट आमर ये शास्त्री अच्छी चारबाक जे निहाती निहाती जड़े नास्तिक थे तो तांकु तो मुख्य मिलते एटी पूरा फ्रीडम अच्छे ସେଇଠି କିନ୍ତୁ ଗୋଟେ ନେରୋ ଏପିସୋଡିକ ବ୍ରାଞ୍ଚେସ୍ about the one true religion ସେଟା କେବଳ ସତ୍ୟ ଧର୍ମ ଯଦି ସେଇଟା ଗ୍ରହଣ କରାଯାଉ ନାହିଁ which all must accept ସମସ୍ତେ ସେଟା ଗ୍ରହଣ କରିବାକୁ ବାଧ୍ୟ ଯଦି ଗ୍ରହଣ ନ କରିବେ ତାହେଲେ ଆପଣଙ୍କୁ ଦଣ୍ଡ ମିଳିବ ଦଣ୍ଡ ଭୟରେ ଆପଣ ସେଇଟାକୁ ଗ୍ରହଣ କରିବେ स्पिरिचुअल रिजेक्शन आपनको गोटे आध्यात्मिक प्रत्याख्यान कराजिबो किंबा हायर एटर्नल पनिशमेंट बाय गॉड इन अदर वर्ल्ड अन्य लोकरे गोटे भीषण दैव जो दंड आपनको मिले दिस ग्रोटेस्क क्रिएशन ऑफ ह्यूमन अनरीजन এইটা আমি কোন কহিপারিবা মনুষ্যর ଗୋଟେ ଅଯୌକ୍ତିକ ବିଚାରହୀନତା ର ଗୋଟେ କିମ୍ଭୂତ କିମ୍ବାକାର ସୃଷ୍ଟି ଗ୍ରୋଟେସ୍କ କ୍ରିଏସନ ଏଇଟା ଗୋଟେ କିମ୍ଭୂତ କିମ୍ବାକାର ସୃଷ୍ଟି ମଣିଷର ବୁଦ୍ଧିହୀନତାର ଅନିରିଜନର କିଛି ବୁଦ୍ଧି ବୁଦ୍ଧି ନଥିବ ନିର୍ବୁଦ୍ଧ ମଣିଷ ମାନେ ଏଇଭଳି ଭାବନ୍ତି ଯେ ଦେବତାଙ୍କୁ ପୂଜା ନ କଲେ ଦେବତା ମାନେ ରାଗିକି ଆମକୁ ଦଣ୍ଡ ଦେବେ ଏଇଭଳି ଧାରଣା ଗୁଡିକ ଆମ ଭିତରେ ବି ଅଛି ଦେବତା ମାନେ ରାଗି ଯାଆନ୍ତି ତାଙ୍କୁ ସ୍ତୁତି କଲେ ତାଙ୍କ ପାଇଁ ଜଣାଣ ଗାଇଲେ ତାଙ୍କ ଗୋଡ ତଳେ ପଡିଗଲେ ସେ ଖୁସି ହେଇଯାଆନ୍ତି ଏଇଟା ଗୋଟେ ନିହାତି ପକ୍ଷରେ ଗୋଟେ କିମ୍ଭୂତ କିମ୍ବାକାର କଥା ତେଣୁ ଏଟା କଣ ଦଉଛି ଜନ୍ମ ୟା ଭିତରୁ କଣ ହଉଛି କିମ୍ଭୂତ କିମ୍ବାକାର କଥା ଭିତରୁ ଦ ପ୍ୟାରେଣ୍ଟ ଅଫ ସୋ ମଚ୍ ଇଣ୍ଟଲରେନ୍ସ ଏଇଟା ହଉଛି ଅନେକ ଅସହିଷ୍ଣୁତାର ପିତାମାତା ପିତାମାତା ମାନେ କଣ କରନ୍ତି ଜନ୍ମ ଦିଅନ୍ତି ତେଣୁ ପ୍ୟାରେଣ୍ଟ କୁ ଯଦି ଭର୍ବ କରିଦେବେ ତାହେଲେ ଇଏ ଅନେକ ଅସହିଷ୍ଣୁତାକୁ ଜନ୍ମ ଦେଉଛି ଏଣ୍ଡ ନେରୋନେସ୍ ଅନେକ ସଂକୀର୍ଣ୍ଣତାକୁ ମଧ୍ୟ ଜନ୍ମ ଦେଉଛି ଅନେକ ଅସହିଷ୍ଣୁତା ଅନେକ ସଂକୀର୍ଣ୍ଣତାର ଜନ୍ମଦାତା ଖାଲି ସେତିକି ନୁହେଁ ଏଠି ଜନ୍ମ ନଉଛି କ୍ରୁଏଲ୍ଟି ନିଷ୍ଠୁରତା ଧର୍ମ ଜଗତ ଯେତେ ନିଷ୍ଠୁର ଆଉ କୌଣସି ଜଗତ ସେତିକି ନିଷ୍ଠୁର ନୁହେଁ କଣା କଟା ମାର ପିଟା ପିଟି ଖାଲି ସିନା ଲୋକେ ଧର୍ମ ଠାକୁର କହିଦିଅନ୍ତି କିନ୍ତୁ ଇଣ୍ଟଲରେନ୍ସ ଟା ବହୁତ ନା ଅବସ୍କୁରେଣ୍ଟିଜମ ଗୋଟିଏ ଅସ୍ପଷ୍ଟତା ଅଜ୍ଞାନତା ଏଗ୍ରେସିଭ ଫାନାଟିସିଜମ ଅତି ଉଗ୍ର ଧର୍ମାନ୍ଧତା ଧର୍ମର ପାଇଁ ଅନ୍ଧ ହେଇଯାଇଛନ୍ତି आत्महत्या कर दौरान ना क्या मार has never been able to take firm hold on the free and supple mind of India. यही कथा गुड़िक तार एक दृढ़ पकड़ होल्ड भारत वर्षर नमनीय मन भितर पाई नहीं आमे जिते जहाँ को असहिष्णु हो पारू किंतु आमे क्या हाणी पकेवा अंडारे कहीं भावुनी आमे क्या गोली मारद सेपरी ना
ବହୁତ କମ। ଧର୍ମ ନାଁରେ ଲୋକେ ଗୁଳି ମାରି ଦଉଛନ୍ତି, ବୋମା ପକେଇ ଦଉଛନ୍ତି, ଧର୍ମ ନାଁରେ ପ୍ଲେନ ଉଡେଇ ଦଉଛନ୍ତି, ଧର୍ମ ନାଁରେ କୋଠା ଭାଙ୍ଗି ଦଉଛନ୍ତି। କିନ୍ତୁ ଆମେ ଧର୍ମ ନାଁରେ କାହାକୁ ମାରିଦେବା ସେଟା ସମ୍ଭବ ନାହିଁ। ଭାରତୀୟ ମନଟି ସେଟା ପାରିବ ନାହିଁ ବୋଲି ପ୍ରଭୁ କହୁଛନ୍ତି। କାହିଁକି ନା ଭାରତର ମନଟି ଫ୍ରି, ମୁକ୍ତ ମନ, ଆଉ ସପଲ, ବଡ କମଳ ମନ। ଏଠି ନିଷ୍ଠୁରତାର, ଅସହିଷ୍ଣୁତାର, ଏତେ ଅସ୍କୁରେଣ୍ଟିଜିମର, ଅସ୍ପଷ୍ଟତାର, ଅଜ୍ଞାନତାର, ଏତେ ଉଗ୍ର ଧର୍ମାନ୍ଧତାର କିଛି ହୋଲ୍ଡ ନାହିଁ, କିଛି ପକଡ଼ ନାହିଁ ତା ମନ। ପୁଣି ପ୍ରଭୁ କହୁଛନ୍ତି ମେନ୍ ଏଭ୍ରିୱେୟାର ହ୍ୟାଭ୍ କମନ ହ୍ୟୁମାନ ଫିଲିଂ। ପୃଥିବୀରେ ଯୋଉଠି ବି ଯିବା, ମଣିଷର ସବୁଠି ଭୁଲ ଭ୍ରାନ୍ତି ଅଛି। ମାନେ ଭାରତରେ ବି ଅଛି, ପାକିସ୍ତାନରେ ବି ଅଛି, ଆଫଗାନିସ୍ତାନରେ ବି ଅଛି, ମଣିଷର ଆମେରିକାରେ ବି ଅଛି, ଆଫ୍ରିକାରେ ବି ଅଛି। ଯୋଉଠିକି ବି ଯାଆନ୍ତୁ, ମେନ୍ ଏଭ୍ରିୱେୟାର ହ୍ୟାଭ୍ କମନ ହ୍ୟୁମାନ ଫିଲିଂ। ତାର ପତନ ଗୁଡିକ ସବୁଠି ରହିଛି, ଭୁଲ ଭ୍ରାନ୍ତି ସବୁଠି ରହିଛି। ଏଣ୍ଡ ଇଣ୍ଟଲରେନ୍ସ, ଯୋଉମାନେ କହିବା ଭାରତରେ ଇଣ୍ଟଲରେନ୍ସ ନାହିଁ, କାଲି ପରଦିନ ପୁରା ଆମ ଦେଶର ଗୋଟେ ରାଜ୍ୟରେ ସରକାର କହିଲେ ତମେ ଯିଏ ସବୁ ଦୋକାନ କରିଛ ତମ ନାଁ ସବୁ ଲେଖ, ନହେଲେ ଆମେ କେମିତି ଜାଣିବୁ ତୁମେ କୋଉ ଧର୍ମ, ଆମେ ତମ ହାତରୁ କାହିଁ ପାଣି ପିଇବୁ, ଆମେ କାହିଁକି ତମ ଦୋକାନରୁ ଭୋଗ ନେଇକି ଆମ ଠାକୁରକୁ ଚଢେଇବୁ। ତେଣୁ ବାବୁ ତମ ନାଁ ସବୁ ଲେଖ। କେତେ ଗଣ୍ଡଗୋଳ ହେଲା ଆମ ଦେଶରେ। ତେଣୁ ଆମେ ସେଠି ପ୍ରଭୁଙ୍କ ତ ଲେଖିଦେଲେ, ଆମେ ସତରେ କହିବା କି ନା ଆମେ ସବୁ ଖାଲି ତମର ଇଣ୍ଟେଲିଜେନ୍ସ ଗୁଡା, ଆମର କିଛି ନାହିଁ। ପ୍ରଭୁ ଯୋଉ ସେନ୍ସରେ କହିଛନ୍ତି ସେଭଳି ଗୋଟେ ଉଚ୍ଚତା ପାଖରେ ବର୍ତ୍ତମାନ ଭାରତର ଲୋକମାନେ ତାକୁ ପହଞ୍ଚି ପାରୁନାହାନ୍ତି। ଏଇଟା ଗୋଟେ ବଡ ବିଫଳତା। ପ୍ରଭୁଙ୍କର ବିଶ୍ୱାସ ପ୍ରତି ଆମର ଏଟା ଗୋଟେ ଘାତକତା। ପୁଣି ତେଣୁ ସେ କଥାଟିକୁ ସେ ଗୋଟେ ସିନ୍ଥେସିସ୍ ଆଣୁଛନ୍ତି। କମନ ଫିଲିଂ ସବୁଆଡେ ଅଛି, ସବୁଠି ପତନ ଅଛି, ସବୁଠି ଭୁଲ ଭ୍ରାନ୍ତି ଅଛି। ଇଣ୍ଟଲରେନ୍ସ ସବୁଆଡେ ଅଛି, ନେରୋନେସ୍ ସବୁଆଡେ ଅଛି, ସ୍ପେସିଆଲି ଇନ୍ ଦ ମେଟର ଅଫ ଅବଜରଭେନ୍ସେସ୍। ଏଇ ଯୋଉ ପାଳନ ଗୁଡିକ ହଉଛି, ଧର୍ମ ପାଳନ ଅବଜର୍ଭ କରୁଛେ ଆମେ, ସେଇ ଜାଗାରେ ନେରୋନେସ୍ ରହିଛି। କାହିଁକି ନା ଆପଣ ଗୋଟେ ପ୍ରକାର ପାଳନ କରୁଛନ୍ତି, ସେଇଟାକୁ ମୁଁ କେବେ ବି ବଦଳେଇ ପାରିବି। ଆପଣ ଉପାସ କରୁଛନ୍ତି, ବ୍ରତ କରୁଛନ୍ତି, ମୁଁ ଯଦି କହିବି ନାଇଁ କରନି, ବ୍ରତ କରନି, ଉପାସ କରନି, ମା ମନା କରୁଛନ୍ତି, ଆପଣ ମାନିବେ କି? ଅବଜରଭେନ୍ସେସ ରେ ମେଟରରେ ନିହାତି ପକ୍ଷରେ ନେରୋନେସ୍ ଆମ ପାଖରେ ଅଛି। ଦେୟାର ହେଜ୍ ବିନ୍ ଆଣ୍ଡ ଇଜ୍ ଇନ୍ ଇଟ୍। ଭାରତରେ ତାହା ରହିଥିଲା, ଏବେ ମଧ୍ୟ ଭାରତରେ ସେ କଥା ବି ରହିଛି। ଖାଲି ପାଶ୍ଚାତ୍ୟ ଗାଳି ଦେଲେ ହବ। There has been much violence of theological disputation. ଦ୍ୱିତୀୟ ବିଶ୍ୱଯୁଦ୍ଧ, ପ୍ରଥମ ଦ୍ୱିତୀୟ ବିଶ୍ୱଯୁଦ୍ଧରେ, ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମିଶେଇକି ଯେତିକି ଲୋକ ମରିନାହାନ୍ତି, ଭାରତରେ ହିନ୍ଦୁ ମୁସଲମାନ ଅଣାକଟାରେ ତାଠାରୁ ବେଶୀ ଲୋକ ମରିଛନ୍ତି। ମୁଁ ଥରେ ଗୋଟେ ଷ୍ଟାଟିଷ୍ଟିକ୍ସ ବାହାର କରିଥିଲି ଯେ ଭାରତରେ ହିନ୍ଦୁ ମୁସଲମାନ ଦଙ୍ଗାରେ ଏପର୍ଯ୍ୟନ୍ତ 500-700 ବର୍ଷ ହେଲା ଦଙ୍ଗା ଲାଗିଛି। କେତେ ଲୋକ ମରିଛନ୍ତି? ଆଉ ବିଶ୍ୱଯୁଦ୍ଧରେ କେତେ ଲୋକ ମରିଛନ୍ତି? ବିଶ୍ୱଯୁଦ୍ଧରେ ମରିଥିବା ଲୋକଙ୍କର ସଂଖ୍ୟା କମ ହେଲା। ତେଣୁ ନେରୋନେସ୍ ଆମ ପାଖରେ ନାହିଁ। There has been much violence and theological disputation. ଧାର୍ମିକ ବିବାଦ, ହିଂସା ଗୁଡିକ ଏଠି ରହିଛି। There have been quarrels, begettings of sect, ଯୋଉମାନେ ସବୁ ପନ୍ଥ
ସେମାନଙ୍କ ଭିତରେ ଅନେକ ଝଗଡ଼ା ରହିଛି। with their pretensions of spiritual superiority। କାହିଁକି ଝଗଡ଼ା? ନା ଗୋଟେ ଛଳନା ସେମାନେ କରୁଛନ୍ତି, ଗୋଟେ ପ୍ରବଞ୍ଚନା ଭିତରେ ଅଛନ୍ତି ଯେ ସେମାନେ ହେଲେ ସୁପରିୟର। ଯୀଶୁ ଖ୍ରୀଷ୍ଟ ବଡ କି ଆଲ୍ଲାହ ବଡ କି ଆପଣଙ୍କ ରାମ ବଡ କି ବିଷ୍ଣୁ ବଡ, କିଏ ବଡ? ଗୋଟେ ପ୍ରିଟେନସନ୍ସ, ଗୋଟେ ନିହାତି ଛଳନା, ପ୍ରବଞ୍ଚନା, ଗୋଟେ ଧୋକା ଯେ ଆମ ପାଖରେ ସ୍ପିରିଚୁଆଲ ସୁପରିୟରିଟି ଅଛି ଆଣ୍ଡ ଗ୍ରେଟର ନଲେଜ ଅଛି, ଆମେ ସବୁ ଜାଣିଛୁ। ଯଦି ଇସଲାମ ଦାବି କହିବ ମୁଁ ସବୁ ଜାଣିଛି, ଖ୍ରୀଷ୍ଟିଆନ କହିବ ମୁଁ ସବୁ ଜାଣିଛି, ହିନ୍ଦୁ କହିବ ମୁଁ ସବୁ ଜାଣିଛି, ତାଙ୍କ ଝଗଡ଼ା କିଏ ତୁଟେଇ ପାରିବ? ଆଉ ସେଇ କଥା ତ ଯିଏ କହିଲେ ତାଙ୍କୁ ସବୁ ଲୋକମାନେ ଭୁଲ ବୁଝୁଛନ୍ତି। ରାମ ରହିମ ତେରେ ନାମ, ରାମ ଯିଏ ରହିମ ସିଏ, ଖାଲି ନାଁ ଗୁଡାକ ଅଲଗା। ତେଣୁ ସେ କଥାଟା ତ ଲୋକେ ଭୁଲ ବୁଝୁଛନ୍ତି, ସେମାନେ ସହଜରେ ଗ୍ରହଣ କରୁନାହାନ୍ତି, ସେ କହୁଛନ୍ତି ଏଟା ବି ଧୋକା। ତେଣୁ ଆମେ ହଣାକଟା ଲାଗିବୁ। Sometimes, at one time, especially in southern India, କେବେ କେବେ ଏପରିକି ଗୋଟେ ସମୟରେ ବିଶେଷତଃ ଦକ୍ଷିଣ ଭାରତରେ in a period of acute religious differences, ଯେତେବେଳେ ଧାର୍ମିକ ବିଭେଦ ଗୁଡିକ ବହୁତ ତୀବ୍ର ଭାବରେ ରହିଥିଲା, there have been brief local outbreaks of active mutual tyranny and persecution even unto death। ସେଇଠି ବଡ ଆଧିପତ୍ୟ, ପାରସ୍ପରିକ ସଂଘର୍ଷ, ପାରସ୍ପରିକ ଦଣ୍ଡ ଦେବାର କଥା ଗୁଡିକ ରହିଥିଲା ଏବଂ ସେଟା ଏପରିକି ତାହା ଥିଲା ମୃତ୍ୟୁ ପର୍ଯ୍ୟନ୍ତ। ଯଦି ଆପଣ ମାନେ ତାଙ୍କର କଣ ସବୁ ଧାର୍ମିକ ବିଭେଦ ଗୁଡିକ, ବିଶେଷ କରି ଯେତେବେଳେ ମୁସଲମାନ ମାନେ ଆସିବା ପୂର୍ବରୁ ଭାରତୀୟ ମାନେ 3 ଭାଗରେ ବିଭକ୍ତ ହୋଇଥିଲେ, ଶୈବ, ବୈଷ୍ଣବ ଏବଂ ଶାକ୍ତ। କାହାରି କାହା ସହିତ ପଡୁନଥିଲା। ଦେଖ ଆମେ ଏମିତି ହିରଣ୍ୟକଶ୍ୟପ ଆଉ ତା ପୁଅ ପ୍ରହ୍ଲାଦ, ତାଙ୍କ ଭିତରେ ପଡୁନଥିଲା। ହିରଣ୍ୟକଶ୍ୟପ ଥିଲେ ଶୈବ, ଶିବ ଭକ୍ତ। ପ୍ରହ୍ଲାଦ ଥିଲେ ବିଷ୍ଣୁ ଭକ୍ତ, ବୈଷ୍ଣବ। ବାପା ଶେଷରେ ମାରିବା ପାଇଁ, ପୁଅକୁ ମାରିଦବା ପାଇଁ ସେ ସବୁ ଚେଷ୍ଟା କଲେ, ସବୁ। କେବେ ପଥର ମାନେ ପାହାଡରୁ ଫିଙ୍ଗିଦେଲା, କେବେ ନିଆଁରେ ପକେଇଦେଲା, କେବେ ପାଣିରେ ବୁଡିଦେଲା। ଇଏ କଣ? ଇଏ theological disputation, ଖାଲି ଗୋଟେ pretensions to spiritual superiority। ମୋ ବିଷ୍ଣୁ ବଡ, ବିଷ୍ଣୁ ବଡ ନା ଶିବ ବଡ ନା କାଳୀ ବଡ, କିଏ ବଡ? ସେ ଜଣେ, one power, one supernatural power, ଭଗବାନଙ୍କ ଶକ୍ତି। କିନ୍ତୁ ମଣିଷର ଜ୍ଞାନ ସେଠି ପାଉନାହିଁ। But these things have never taken the proportions which they assumed in Europe। କିନ୍ତୁ ୟୁରୋପରେ ଏହା ଆହୁରି ବିରାଟ ରୂପ ନେଇଥିଲା ତାର ତୁଳନା। ତେଣୁ ଏଭଳି ଗୋଟେ ଗମ୍ଭୀର ବିଷୟକୁ ନେଇ ଆମର ଆଲୋଚନା ଜାରି ରହିବ। ଆଜି ଆମେ ଏଇଠି ସମାପନ କରିବା ଆଲୋଚନାକୁ। ଏଇ 10th paragraphର ଶେଷ ଭାଗଟିକୁ ପଢିବା ଏବଂ ପରବର୍ତ୍ତୀ ସମୟରେ ଆଜି ପାଇଁ ସମସ୍ତଙ୍କୁ ଅନେକ शुभेच्छा। शुभ अपराह्न, वंदे मातरम। वीडियोस बनाने हैं, फिल्मोरा है ना।